ମୋ ଆଇଠୁ ଭୋଜିଟି ଷ୍ଟାର୍ଟ ହେଲା। ସେ ମୁଣ୍ଡିଆଟିଏ ମାରି ଗୁପଚୁପ୍ ଟିକେ ଖାଇଲା। ଇଏ ହେଉଛି ଆମ ପରମ୍ପରାର କଥା। ସେ କେବେ ଗୁପଚୁପ୍ ଖାଏନି, କିନ୍ତୁ ନାତୁଣୀ ବାହାଘର ତ ଗୋଟେ ଗୁପଚୁପ୍ ଖାଇକି ଷ୍ଟାର୍ଟ କଲା ଭୋଜି। ତାପରେ ଦେଖୁଥିବେ ସବୁ ଲାଇଟ୍ ଫାଇଟ୍ ସବୁ ରେଡ଼ି ରୁଡ଼ା ହେଇକି ଅଛି। ଆମେ ମଧ୍ୟ ବସିଥିଲୁ ଖାଇବା ପାଇଁ। କିନ୍ତୁ ଏଠି ଡୁଗୁ ଭଣଜାଙ୍କର ରୁଲ୍ ବହୁତ ଅଧିକା, କାହିଁକିନା ସେ କହୁଥିଲେ ମାମୁଁ କ'ଣ ଖାଇବ ଖାଲି କହ, ମୁଁ ସବୁ ନେଇ ଆସିବି। ସେ ସବୁ ଷ୍ଟାର୍ଟର ଆଣିକି ଆମକୁ ଦେଉଥିଲେ, ଆମେ ସବୁ ଖାଉଥିଲୁ। ଯେତେବେଳେ ମୋ ବେଷ୍ଟ ଭଣଜାଟି ଆଉ ସେପଟେ ମହାରାଣୀ ଫଟୋ ଉଠା ତାଙ୍କର ଚାଲିଛି। ତାକୁ ଭୋକ ଲାଗିଲାନି କ'ଣ, ମୀରା ଦିଦି ତାକୁ ଖୁଆଇଦେଲେ। ତାପରେ ସେ ଲିପଷ୍ଟିକ୍କୁ ବଞ୍ଚେଇ ବଞ୍ଚେଇ ଖାଉଥିଲା। ଭାଇ ଲିପଷ୍ଟିକ୍ ଛାଡ଼ିଗଲେ, ଭାଇ ପଇସା କୁଲିଲାରେ ଭାଇ। ଆପଣ ଦେଖୁଥିବେ ବରଯାତ୍ରୀ ମଧ୍ୟ ଆସିକି ଗେଟ୍ ଆଗରେ ସମସ୍ତେ ମଧ୍ୟ ରେଡ଼ି ଥିଲେ ସ୍ୱାଗତ ଜଣାଇବା ପାଇଁ। ଆଉ ଦେଖ ଡିଜେ ବନ୍ଦ ହେଲା ପରେ ଆମ ଦୁଷ୍ଟ ଦୁଇ ଜଣ ନାଚୁଛନ୍ତି। ଆଉ ଦେଖୁଥିବେ ଆସିଗଲେ ଆମର ଭାଇନା। ତାପରେ ଦେଖୁଥିବେ ସମସ୍ତେ ରେଡ଼ି କି ଅଛନ୍ତି ସ୍ୱାଗତ ଜଣାଇବା ପାଇଁ। ତାପରେ ତ ଜାଣିଥିବେ କ'ଣ ହୁଏ ଆଉ, ଭାଇ ଟେକି ଟୁକା ନେଲେ ତ ଆଉ। ଦେଖନ୍ତୁ ଇଏ ହେଉଛନ୍ତି ଆମର ବେଷ୍ଟ ଦୁଷ୍ଟ ଲୋକ। ଆଉ କ୍ୟାଟୱାକ୍ ଇଏ ହେଉଛନ୍ତି ସିନିୟର, ତାଙ୍କୁ କି ପାଦ ଦେବା ପାଇଁ ଆସିଛନ୍ତି ଆମ ଜୁନିୟର। ଯେତେବେଳେ ଜୁନିୟର ବେଷ୍ଟ ନା ଆଉ। ଏପଟେ ଶାହରୁଖ ଖାନର ବିମଲ ଆଡ଼ଭର୍ଟାଇଜ ତାକୁ ବାହାର କରିକି ଭାଇନା ରହିବାଟା ଫାଇନାଲ୍ ହେଲା। ଆଉ ଦେଖୁଥିବେ ସମସ୍ତେ ଏନ୍ଜୟ କରୁଛନ୍ତି, ବହୁତ ଷ୍ଟାଇଲ୍ ପୁରା ଅଲଗା ପ୍ରକାର ବଢ଼ିଆ ଲାଗିଲା। ପ୍ରଥମେ ଆଇ ଷ୍ଟାର୍ଟ କରିଥିଲା, ଲାଷ୍ଟରେ ସବୁ ବୁଝାବୁଝି କଲା ପରେ ଆଇ ଲାଷ୍ଟ ଯାଇକି ଖାଇଲା। ତାପରେ ବାହାଘର ଏପଟେ ମଧ୍ୟ ଷ୍ଟାର୍ଟ ହେଇଗଲା, ସବୁ ରେଡ଼ି। ଆମେ ସବୁ ବସିକି ସବୁ ଦେଖୁଥିଲୁ ବାହାଘର। ଝିଅ ଭୋକ ଲାଗିଲାନେ? ହଁ ହଁ। ତାପରେ ଆସିଲା ବେଷ୍ଟ ମୋମେଣ୍ଟ, ହାତ ଗଣ୍ଠି। ତାପରେ ଆମେ ବିକି ସକାଳୁ ଖାଇନଥିଲା ବୋଲି ସେ ଭଲ ହେଇକିନା ଶୁଳା ବିଧାনে ମାରିପାରିଲାନି। ଆପଣ ଜାଣିଛନ୍ତି କ୍ୟାମେରା ମାନେ ଯେତେ ଥର କହିବେ ତମକୁ ସେତେ ଥର ବିଧା ମାରିବ, ସେତେ ଥର ସବୁ କରିବ। ତ ସେଥିପାଇଁ ସେ ଏମିତି ଠିଆ ହେଇକି ରେଡ଼ି ହେଇଥିଲା। ଅମ୍ବି ମଧ୍ୟ ହାତ ଗଣ୍ଠି ଫିଟିବା ପାଇଁ ରେଡ଼ି ଥିଲା। ସେ ଭିତରେ ମୁଁ କୁଆଡ଼େ ତ ଗାୟବ ହେଇଗଲି। କେମିତି ଲାଗିଲା ନିଶ୍ଚୟ ଜଣାଇବେ। ଜୟ ଜଗନ୍ନାଥ।